ମା ଆମେ ଆଲୋଚନା କରୁଛନ୍ତି ମାତୃ ରଚନାବଳୀ ଭାଗ 10 ଜ୍ଞାନ 116। ଆଉ ପୂର୍ବରୁ ମା ଯେତେବେଳେ ବର୍ଣ୍ଣନା କଲେ ଶ୍ରୀମଙ୍କର ଏକ ଜ୍ଞାନକୁ ଆଧାର କରି ଜଣେ ବି ପ୍ରଶ୍ନ କରିଥିଲେ ଯେ ପ୍ରଭୁ କହୁଥିଲେ ଯେ ସୃଷ୍ଟିର ଆରମ୍ଭ ନାହିଁ କି ଶେଷ ନାହିଁ, ଏ ଯୋଉ ସର୍ଜନା ବିଲୟ ଇଏ ହଉଛି କେବଳ କଣ ନା ବାହ୍ୟ ଚେତନା ସହିତ ଏକ ଖେଳା ଯାଉଥିବା ଏକ ଲୁଚକାଳି ଖେଳ। ତେଣୁ ତାପରେ ପ୍ରଶ୍ନ ହେଇଛି ତାହେଲେ ସେ ଲୋକ ମୁଁ ପଚାରୁଥିଲି ଅନ୍ୟ ପାର୍ଶ୍ୱରୁ ଏହି ଜଡ ଜଗତଟିର ଅବବୋଧଟି ଅବିଚ୍ଛିନ୍ନ ହୋଇ ରହିଥାଏ ନା ଏହି ସବୁ କିଛି ଅନ୍ତର୍ହିତ ହୋଇଯାଏ। କହୁଛନ୍ତି ଯଦି ଯୋଉ ଅନ୍ୟ ପାର୍ଶ୍ୱ କଥା କହୁଛନ୍ତି, ଚେତନାର ଯୋଉ ଉର୍ଦ୍ଧ୍ୱ କଥା ଯୋଉ କହିଲେ ଯେତେ ଯେତେ ଉର୍ଦ୍ଧ୍ୱକୁ ଯିବେ କିପରି ଅନୁଭବ ହବ ସେ କଥା ଯେତେବେଳେ ବର୍ଣ୍ଣନା କଲେ, ତେଣୁ ସେ ପଚାରୁଛନ୍ତି ସେଇ ଯୋଉ ପାର୍ଶ୍ୱକୁ ଚାଲିଗଲେ ସେ ପାର୍ଶ୍ୱରୁ ଏଇ ଯୋଉ ଜଡ ଜଗତ କେମିତି ତାଙ୍କୁ ଲାଗିବ, ତାର ଅବବୋଧ କୋଭଳିଆ ଥିବ, ଅବିଚ୍ଛିନ୍ନ ରହିବ ନା ଆର କିଛି ମୂଲ୍ୟ ରହିବ ନାହିଁ, ଇତ୍ୟାଦି ଇତ୍ୟାଦି ଯୋଉ ପ୍ରଶ୍ନ ଆସୁଛି ସେଇଠୁ ସେ ପ୍ରଶ୍ନ କରୁଛନ୍ତି ଯେ ଏଇଟା ଅବିଚ୍ଛିନ୍ନ ରହିଥାଏ ନା ସବୁ କିଛି ଅନ୍ତର୍ହିତ ହୋଇଥାଏ। ମା ଉତ୍ତରରେ ଲେଖୁଛନ୍ତି ଗତ ଅଳ୍ପ କେତେ ଦିନ ମଧ୍ୟରେ ହୋଇଥିବା ଇଏ ଆଉ ଗୋଟିଏ ଅନୁଭୂତି, ଏକ ଅତ୍ୟନ୍ତ ଓ ଐକାନ୍ତିକ ସୁନିଶ୍ଚୟତା ସହିତ ମୋର ଏହି ଅନୁଭୂତିଟି ହୋଇଥିଲା। ଅବଶ୍ୟ ତାହାକୁ ଶବ୍ଦରେ ବ୍ୟକ୍ତ କରି କହିବା ଅତ୍ୟନ୍ତ କଷ୍ଟକର। ଜଡ ପୃଥିବୀ ବର୍ତ୍ତମାନ ଯେପରି ହୋଇ ରହିଛି ତାହାର ଏହି ତଥାକଥିତ ଭ୍ରାନ୍ତିଟି ଯେ ଅପରିହାର୍ଯ୍ୟ ଭାବରେ ଅବଶ୍ୟ ତା ଭିତରେ ରହିଥିବ ତାହାକୁ ମୁଁ ସମ୍ପୂର୍ଣ୍ଣ ସୁନିଶ୍ଚିତ ଭାବରେ ଜାଣିଥିଲି। ଅର୍ଥାତ୍ ଅବବୋଧର ଜଡ ସ୍ତରୀୟ ରୀତି ବା ଶୈଳୀଟି, ବସ୍ତୁଗୁଡ଼ିକ ବିଷୟରେ ଜ୍ଞାନ ଲାଭ କରିବାର ରୀତିଟି ଏହି ସୃଷ୍ଟିର ଭ୍ରାନ୍ତିଟି ମାଧ୍ୟମରେ ହିଁ ଉପଲବ୍ଧ ହେଉଥିଲା ଏବଂ ଏହି ସୃଷ୍ଟି ନଥିଲେ ସେଇଟିର ମଧ୍ୟ ଆଦୌ କୌଣସି ଅସ୍ତିତ୍ୱ ନଥାନ୍ତା। ଏବଂ ଆମେ ଯେତେବେଳେ ଯଥାର୍ଥ ଚେତନାର ଅଧିକାରୀ ହୋଇପାରିବା ସେତେବେଳେ ମଧ୍ୟ ତାହା ଆଦୌ ଏକ ଅନସ୍ତିତ୍ୱ ମଧ୍ୟକୁ ଅନ୍ତରିତ ହୋଇଯିବ ନାହିଁ। ଏହା ଏପରି ଏକ ବସ୍ତୁ ଯାହାକୁ କି ଏକ ବିଶେଷ ମାର୍ଗରେ ଏହା ସହିତ ଯୁକ୍ତ କରି ରଖାଯାଇଛି। ସେତେବେଳେ ଯଥାର୍ଥ ପରମ ଚେତନାଟିର ଆୟତନଟି ମଧ୍ୟରେ ତାହାକୁ ସେହିପରି ଭାବରେ ଅବବୋଧ ଓ ଅନୁଭବ କରାଯାଇଥିଲା। ଏଇ ଆଲୋଚନାରେ ଆମ ଭିତରେ ଗୋଟେ ପ୍ରଶ୍ନ ଆସେ ଯୋଉଟା ସାଧାରଣତଃ ଅନେକ ଦ୍ୱନ୍ଦ୍ୱ ଭିତରେ ଥାନ୍ତି, ସେଟା ହଉଛି ସାକାର ଓ ନିରାକାର ବ୍ୟକ୍ତି ଯେମିତି ପରସ୍ପର ଭିତରେ କହିଲା ଭଳି ନିରାକାର ବ୍ରହ୍ମଙ୍କୁ ଯୋଉମାନେ ବିଶ୍ୱାସ କରୁଥିବେ, ମନେ କରାଯାଉ ଆମେ ଯୋଉମାନେ ପରମ ଚେତନାଙ୍କ ସହିତ ଏକୀଭୂତ ହେଇନାହାନ୍ତି ଏବଂ ନିରାକାର ବ୍ରହ୍ମ ବିଷୟରେ ବା ସେଇ ଧାରାରେ ସେ ବର୍ତ୍ତମାନ ଯାଉଛନ୍ତି, ପ୍ରଥମେ ସେ ପ୍ରକାର ବ୍ୟକ୍ତିଙ୍କ ସହିତ ଆମର ଗୋଟେ କାର ଦେଖା ହେଇଗଲା। ଏବଂ ସାକାର ଯୋଉମାନେ ଆମେ ମୂର୍ତ୍ତି ପୂଜା କରୁଛନ୍ତି, ସାକାର ବ୍ରହ୍ମ ଯୋଉମାନେ କରୁଛନ୍ତି ସେଥିରେ ବି ଯୋଉମାନେ କେବଳ ଏଇ ଚେତନାରେ ରହି ପୂଜାପୂଜିରେ ରହିଛନ୍ତି ସେଇ ପ୍ରକାର ବ୍ୟକ୍ତି ଜଣେ ଦେଖାହେଲା। ଦି ଜଣ ଯାକ କଥା ହେଇଗଲେ, କଥା ହେଲେ ଦେଖିବେ ସେ ଦି ଜଣ ଭିତରେ ଝଗଡା ହବାଟା ଥୟ। କାହିଁକି? ନିରାକାର ବ୍ରହ୍ମ ଭିତରେ ଯୋଉମାନେ ବିଶ୍ୱାସ କରିବେ ସେମାନେ ସେ କହିବେ ଯିଏ ବ୍ରହ୍ମ, ଯିଏ ସବୁ ଶକ୍ତିର ଅଧିକାରୀ, ଇଏ ସମଗ୍ର ସୃଷ୍ଟିର ଯିଏ ସ୍ରଷ୍ଟା, ସିଏ କିପରି ଗୋଟେ ଛୋଟିଆ ମୂର୍ତ୍ତି ଭିତରେ ରହିବେ ବା ଗୋଟେ ସୀମିତ ବା ସୀମା ଭିତରେ ସେ କେମିତି ବାନ୍ଧି ହେଇକି ରହିବେ। ତେଣୁ ସେ ତାକୁ ଦି ଜଣଙ୍କ ଭିତରେ ଝଗଡାଟି ସେଉଠୁ ଷ୍ଟାର୍ଟ ହବ। ଇଏ କହିବେ ଯେ ଯେହେତୁ ସେ ସର୍ବଶକ୍ତିମାନ ତେଣୁ ସିଏ ମୂର୍ତ୍ତି ଭିତରେ କାହିଁ ରହିପାରିବେ। ଇଏ ଦି ଜଣଙ୍କ ଭିତରେ ଯୋଉ ନିଜର ସ୍ୱଳ୍ପ ଜ୍ଞାନ ନେଇକି ଯଦି ଦେଖିବେ ଝଗଡା ଝାଟି ଏତେ ଦୂର ଚାଲିବ ଯେ କେହି କାହାକୁ ଛାଡିବାକୁ ନାରାଜ ହେଇଯିବେ। ସେଇଟା ଯେପରି କଥା ସେହିପରି ଭାବରେ ଆମେ ଯୋଉମାନେ ଜଳ ଜଗତରେ ବସବାସ କରୁଛୁ ଏବଂ ଭ୍ରାନ୍ତିକି ନେଇକି ଆମେ ବଞ୍ଚୁଛୁ, ଆମ ପାଇଁ ଭ୍ରାନ୍ତିର ମୂଲ୍ୟ ରହିଛି ଏବଂ ଭ୍ରାନ୍ତି ଏକ ଅପରିହାର୍ଯ୍ୟ ବୋଲି ଆମେ ଧରିକି ରଖିଛୁ। ଏବଂ ସେଇଥିପାଇଁ ଲୋକ ଯେମିତି କଥାରେ କୁହନ୍ତି, ଏଟା ଅଲରେଡି ଆଲୋଚନା ସରିଛି, ମୁଁ ଖାଲି ସେଇଟାକୁ ଆଉ ଥରେ କୋଟ କରୁଛି ଯେ ଶ୍ରୀଅରବିନ୍ଦ କହିଲେ ଯେ ଏବେ ବି ଲୋକ ସେଇ ଚେତନାରେ ରହିଛନ୍ତି, ନିମ୍ନ ଚେତନାରେ, ଯୋଉଠି ସେମାନେ ବିଶ୍ୱାସ କରନ୍ତି ପ୍ରେମକୁ ଚିହ୍ନିବା ପାଇଁ ହେଲେ ଘୃଣାର ଆବଶ୍ୟକତା ରହିଛି, ଛାଇର ମହତ୍ଵକୁ ଜାଣିବାକୁ ହେଲେ ଖରାର ଆବଶ୍ୟକତା ରହିଛି।
ଯେତେବେଳେ ପର୍ଯ୍ୟନ୍ତ ଏଇ ନିମ୍ନ ଚେତନାରେ ଯୋଉ ବ୍ୟକ୍ତି ରହିଥିବ ତାର ଏଇ ଧାରଣା ରହିଥିବ ଯେ ଆକୁ ଚିହ୍ନିବା ପାଇଁ ତାର ଏକ ଆବଶ୍ୟକତା ରହିଛି, ଆଲୋକକୁ ଚିହ୍ନିବା ପାଇଁ ଅନ୍ଧକାରର ଆବଶ୍ୟକତା ରହିଛି, ସେ ପର୍ଯ୍ୟନ୍ତ ସେ ନିମ୍ନ ଚେତନାରେ ଘାଣ୍ଟି ହଉଥିବେ।